ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ ପାଳିତ ହେଲା ଭାଇଚାରାର ପର୍ବ। ପବିତ୍ର ରକ୍ଷାବନ୍ଧନ ଅବସରରେ ପୁରୀ ହରଚଣ୍ଡୀ ସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମହା ଆଡମ୍ବରରେ ପାଳିତ ହୋଇଛି ରକ୍ଷାବନ୍ଧନ ଉତ୍ସବ। ଗୁରୁବାର ସକାଳେ ବିଦ୍ୟାଳୟର ଶିଶୁ ଭାଇ ଓ ଭଉଣୀମାନେ ଉତ୍ସାହର ସହ ଏହି ଉତ୍ସବ ପାଳନ କରିଥିଲେ। ଉତ୍ସବ ପ୍ରାରମ୍ଭରେ ବ୍ରହ୍ମଗିରି ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ତଥା ରାମାୟଣ ଓ ଭାଗବତର ବିଶିଷ୍ଟ ପ୍ରବଚକ ପ୍ରମୋଦ କୁମାର ଦଳେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଭଉଣୀମାନେ ନିଜ ସହପାଠୀ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଦୀପ ପ୍ରଜ୍ୱଳନ କରି ବନ୍ଦାପନା କରିଥିଲେ। ସେହିପରି ଛୋଟ ଭଉଣୀମାନେ ବଡ଼ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଜମ୍ବେଶ୍ୱର ଖୁଣ୍ଟିଆଙ୍କ ସମେତ ଅନ୍ୟ ଅତିଥିମାନେ ରକ୍ଷାବନ୍ଧନ ଉତ୍ସବର ମହତ୍ତ୍ୱ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଶିଶୁମାନଙ୍କୁ ବୁଝାଇଥିଲେ। ଉତ୍ସବ ଶେଷରେ ଶିଶୁମାନେ ପରସ୍ପରକୁ ମିଠା ଖୁଆଇ ରକ୍ଷାବନ୍ଧନର ଆନନ୍ଦ ବାଣ୍ଟିଥିଲେ। ଏଥିସହ ଗୁରୁଜୀ ଓ ଗୁରୁମାମାନେ ନିକଟସ୍ଥ ସାହି ଅନାଥାଶ୍ରମ ଗୋଶାଳା ଆଦି ସ୍ଥାନକୁ ଯାଇ ରକ୍ଷାବନ୍ଧନ କରିଥିଲେ। ଭାଇଚାରା ସ୍ନେହ ଓ ସାମାଜିକ ସମ୍ପର୍କର ବାର୍ତ୍ତା ଦେଇ ଏହି ଉତ୍ସବ ପରିବେଶକୁ ଆନନ୍ଦମୟ କରିଥିଲା। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜିଲ୍ଲା ଖବର। ମୋ ନାଁ ଶ୍ରୀଧର ଜେନା, ନୀଳାଚଳ ଖଣ୍ଡାୟତ କ୍ଷେତ୍ର ମହାସଭା ସିଂହସ୍ଥାନ ନଗର 56 ପୁରୀ ଜିଲ୍ଲା ସଭାପତି। ବଳଭଦ୍ର ଆଜି ତ କେତେ ଲୋକ ପାଳିତ କରୁଛନ୍ତି, କାଲି କିନ୍ତୁ ଜଗନ୍ନାଥ ମନ୍ଦିରରେ ପାଳିତ ଆସନ୍ତାକାଲି। ତାପରେ ସବୁ ଘର ମାନକେ ସବୁ ଏଣ୍ଡୁରି ପିଠା ହଏ, ବୁଝିପାରିଲେ। ଆଉ ଗମା ପଇଁର ରାକ୍ଷୀ ଆଜିଠୁ ବି ବ୍ରାହ୍ମଣ ମାନେ ହେଇଛି ଭାଇନା ମାନେ ବାନ୍ଧିଲେଣି, କିଛି ଲୋକ କାଲି ବି ବାନ୍ଧିବେ। ଦେଶ ସୁବିଧା ଟିକେ ଜଣାଇବି, ସେ ଭଉଣୀ ମାନଙ୍କୁ ଜଣାଉଛି ଆଜିକି ରାକ୍ଷୀ ପୂର୍ଣ୍ଣିମା ବି ଶୁଭେଚ୍ଛା, ସେମାନଙ୍କୁ ଅଭିନନ୍ଦନ, ନମସ୍କାର। ସଦାବେଳେ ଏଇ ବର୍ଷ ଭଳି ଆସନ୍ତା ବର୍ଷ ବି ଶୁଭରେ ହଉ, ସମସ୍ତେ ମନ ଭଲରେ ସବୁ ପରିବାର ସମସ୍ତଙ୍କର ସୁଖରେ ରହୁ, ଏଇ ଆମେ ଜଗନ୍ନାଥ ପାଖରେ ପ୍ରାର୍ଥନା କରୁଛୁ। ଆଉ ଆମ ଚାଷୀ ମାନଙ୍କ ଅଛି ସେ ବଳଭଦ୍ର ପୂଜା ହେଇଛି, ବଳଭଦ୍ର ଗମା ପୂର୍ଣ୍ଣିମା ବୁଝିଲେ ନା। କେ ଯିଏ ମା ଅଛନ୍ତି ଆମ ଗୋମାତା ଅଛନ୍ତି ହେଇଛି, ତାକୁ ସବୁ ରାକ୍ଷୀ ପିନ୍ଧେଇକି ତାକୁ ପୂଜା ପାଠ କରିକି ତାଙ୍କୁ ପିଠାପଣା ଖାଇବାକୁ ଦିଅ। ସେ ନଡ଼ିଆ ଆଗରୁ ଅଛି, ପୂର୍ବେ ବି ଥିଲା, ସଦରେ ବି ଅଛି। ନଡ଼ିଆ ଲଡ଼ି ଏଇଟା ତ ପରମ୍ପରା ଅଛି।